बंधु माने आजिर ही कार्यक्रम को आपण मानक स्वागत। आजिर ही कार्यक्रमटी सिंह राशि व्यक्तिविशेष मानक पई बहुत गुरुत्वपूर्ण अटे, बहुत ही खास अटे। कारण एही रज संक्रांति ठारू आपणकर जीवन रे एक बड़ परिवर्तन आसीबा पई जाउछि। आपणक जीवन रे जो दुख कष्ट एवं समस्या थिला से सबुर अंत हिबा पई जाउछि। आपणक जीवन को पुणी थरे खुशी फेरिबा पई जाउछि। कारण दीर्घ 12 वर्ष परे देवगुरु बृहस्पति उच्चस्थ होई सारिछन्ति। ଏହା ସହିତ ରଜ ସଂକ୍ରାନ୍ତି ପରେ ପରେ ଚାରୋଟି ଶୁଭ ଗ୍ରହ ସୂର୍ଯ୍ୟ, ବୁଧ, ମଙ୍ଗଳ ଏବଂ ଶୁକ୍ର ରାଶି ପରିବର୍ତ୍ତନ କରୁଛନ୍ତି, ଯାହା ଆପଣଙ୍କ ଭାଗ୍ୟରେ ଏକ ବଡ଼ ପରିବର୍ତ୍ତନ ଆଣିବ। ତ ଆସନ୍ତୁ ଜାଣିବା ଏହି ରଜ ସଂକ୍ରାନ୍ତି ଠାରୁ ଆପଣଙ୍କ ଜୀବନରେ କେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିବା ପାଇଁ ଯାଉଛି ଏବଂ କେଉଁ ସବୁ କ୍ଷେତ୍ରରେ ଆପଣଙ୍କୁ ଶୁଭ ଫଳ ମିଳିବା ପାଇଁ ଯାଉଛି। ତେବେ ତା ପୂର୍ବରୁ ଯଦି ଆପଣଙ୍କର ସିଂହ ରାଶି ହୋଇଥାଏ ତ ଭିଡିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ଶ୍ରୀ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ। ତ ବନ୍ଧୁମାନେ, ପୂର୍ବରୁ ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ରହୁଥିଲା, କଠିନ ପରିଶ୍ରମ ସତ୍ତ୍ୱେ ମଧ୍ୟ ଆପଣଙ୍କୁ ଫଳାଫଳ ମିଳିପାରୁନଥିଲା। ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ। ଆପଣଙ୍କ ଉପରେ ଋଣ କରଜର ଭାର ବଢ଼ି ଯାଇଥିଲା। ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। ଶିକ୍ଷା କ୍ଷେତ୍ରରେ ସମସ୍ୟା ଦେଖା ଦେଉଥିଲା। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ବଢ଼ି ଯାଇଥିଲା। ସମାଜରେ ମାନ ସମ୍ମାନ କମ୍ ହୋଇଯାଇଥିଲା। ଯୋଗ୍ୟତା ଥିବା ସତ୍ତ୍ୱେ ମଧ୍ୟ ଆପଣଙ୍କୁ ଚାକିରି ପାଇଁ ସଂଘର୍ଷ କରିବାକୁ ପଡ଼ୁଥିଲା। ଆପଣ ଆପଣଙ୍କର ପିଲାମାନଙ୍କୁ ନେଇ ଚିନ୍ତିତ ରହୁଥିଲେ। ଆପଣଙ୍କର ପ୍ରେମ ଜୀବନରେ ମଧ୍ୟ ସମସ୍ୟା ଦେଖା ଦେଉଥିଲା। ତେବେ ଏଭଳି ଯାହା ବି କିଛି ସମସ୍ୟା ଆପଣଙ୍କ ଜୀବନରେ ଲାଗି ରହିଥିଲା ସେଗୁଡ଼ିକ ଏବେ ଉଭାନ ହେବାକୁ ଯାଉଛି ଏବଂ ଆପଣଙ୍କ ଜୀବନକୁ ଖୁସି ଫେରିବାକୁ ଯାଉଛି। ଆପଣଙ୍କ ପାଇଁ ଏକ ନୂତନ ସକାଳ ଆସିବା ପାଇଁ ଯାଉଛି। ବନ୍ଧୁମାନେ, ଏହି ରଜ ସଂକ୍ରାନ୍ତି ଠାରୁ ଶୁକ୍ର ଏବଂ ବୁଧ ଆପଣଙ୍କର ଏକାଦଶ ଭାବରେ ପ୍ରବେଶ କରୁଛନ୍ତି। ଯେହେତୁ ସେମାନେ ଧନ ଭାବର ଅଧିପତି ଏବଂ ଆପଣଙ୍କ ରାଶି ପାଇଁ ତ୍ରିକୋଣରେ ଗୋଚର କରୁଛନ୍ତି, ତେଣୁ ଆପଣ ପ୍ରଚୁର ଲାଭ ପାଇବେ ଏବଂ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ। ଆପଣଙ୍କର ଦୀର୍ଘ ଦିନର ଇଚ୍ଛା ପୂରଣ ହେବ। ଏହି ସମୟ ଅପ୍ରତ୍ୟାଶିତ ଆର୍ଥିକ ଲାଭର ସମ୍ଭାବନା ଆଣିଥାଏ। ବିଭିନ୍ନ ଗ୍ରହ ସଂରଚନା ସମସ୍ତ ବିଦ୍ୟମାନ ଆର୍ଥିକ ସମସ୍ୟାର ସମାଧାନକୁ ସୂଚିତ କରେ। ସେୟାର ମାର୍କେଟ କିମ୍ବା ଷ୍ଟକ୍ ମାର୍କେଟରେ ଜଡ଼ିତ ବ୍ୟକ୍ତିମାନେ ଅପ୍ରତ୍ୟାଶିତ ଲାଭ ପାଇବା ପାଇଁ ଯାଉଛନ୍ତି। ଏକାଦଶ ଭାବରେ ବୁଧ ଏବଂ ଶୁକ୍ରଙ୍କର ଗୋଚର ଏବଂ ପଞ୍ଚମ ଭାବରେ ବୁଧ ଏବଂ ଶୁକ୍ରଙ୍କର ଦୃଷ୍ଟି, ଯାହା ଆପଣଙ୍କର ଶିକ୍ଷା, ପ୍ରେମ ଜୀବନ ଏବଂ ସନ୍ତାନଙ୍କୁ ନିୟନ୍ତ୍ରଣ କରେ, ତ ଛାତ୍ରମାନେ ଉଚ୍ଚ ଶିକ୍ଷାର ସୁଯୋଗ ପାଇବେ। ନୂତନ ପ୍ରତିଷ୍ଠାନରେ ଆପଣ ଆଡମିସନ ନେଇପାରନ୍ତି କିମ୍ବା ବିଦେଶରେ ଅଧ୍ୟୟନ ପାଇଁ ଆବେଦନ ପତ୍ର ସଫଳତାର ସହିତ ପୂରଣ କରିପାରିବେ। ଯଦି ଏହି ରଜ ସଂକ୍ରାନ୍ତି ପରେ ଆପଣଙ୍କର କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ଅଛି, ତେବେ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ। ଆପଣଙ୍କୁ ହଇରାଣ କରୁଥିବା ଆର୍ଥିକ ସମସ୍ୟାରୁ ଆପଣ ମୁକ୍ତି ପାଇବେ ଏବଂ ବିଭିନ୍ନ ଉତ୍ସରୁ ଟଙ୍କା ପ୍ରବାହିତ ହେବ। ଆପଣ ଆୟ ଅର୍ଜନ ପାଇଁ ନୂତନ ରାସ୍ତା ପାଇବେ ଏବଂ ଆପଣଙ୍କର ଅତିରିକ୍ତ ରୋଜଗାର ମଧ୍ୟ ସୃଷ୍ଟି ହେବ। ଆପଣଙ୍କର ଦୈନନ୍ଦିନ ନିଯୁକ୍ତି କିମ୍ବା କାର୍ଯ୍ୟରେ ସଫଳତା ଆପଣଙ୍କ ପାଖକୁ ଆସିବ। ପଦୋନ୍ନତି ଅପେକ୍ଷା କରିଥିବା ଲୋକମାନେ ପଦୋନ୍ନତି ପାଇବାର ସମ୍ଭାବନା ଅଛି। ବେକାର ଯୁବକ ଯୁବତୀମାନେ ଚାକିରି କିମ୍ବା ନିଯୁକ୍ତି ସୁଯୋଗ ପାଇପାରନ୍ତି। ସମ୍ଭାବ୍ୟ ଭାବରେ ଆପଣଙ୍କୁ ଏମ୍ଏନ୍ସିରୁ ଜବ୍ ଅଫର୍ ମଧ୍ୟ ଆସିପାରେ। ଯେହେତୁ ଗୁରୁ ଆପଣଙ୍କର ଦ୍ୱାଦଶ ଭାବରେ ଦୃଷ୍ଟି ଦେଉଛନ୍ତି, ତ ଆପଣ ଆପଣଙ୍କର କାମକାର୍ଯ୍ୟ ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଯେଉଁମାନେ ପୂର୍ବରୁ ବିଦେଶ ଯିବାକୁ ଚାହୁଁଥିଲେ, ସେମାନେ ଏହି ଗୋଚର ପରେ ବିଦେଶ ଯାତ୍ରାର ସମ୍ଭାବନା ପାଇବେ। ଆପଣ ଦୂର ଦୂରାନ୍ତର ଯାତ୍ରା କରିପାରିବେ କିମ୍ବା ଧାର୍ମିକ ସ୍ଥାନ ପରିଦର୍ଶନ କରିପାରନ୍ତି। ଯଦି ଆପଣ ବିଦେଶ ସମ୍ବନ୍ଧୀୟ କାର୍ଯ୍ୟରେ ଜଡ଼ିତ ଅଛନ୍ତି କିମ୍ବା ବିଦେଶରେ ରହୁଛନ୍ତି, ତେବେ ଆପଣ ଅନେକ ଶୁଭ ଲାଭ ପାଇବେ। ଯେଉଁମାନେ ହସ୍ପିଟାଲ କିମ୍ବା ଚିକିତ୍ସା କ୍ଷେତ୍ରରେ କାମ କରୁଛନ୍ତି, ସେମାନେ ମଧ୍ୟ ଅନୁକୂଳ ଫଳାଫଳ ପାଇବେ। ଏହି ଗୋଚର ପରେ ଆପଣ ଧାର୍ମିକ କିମ୍ବା ଦାନଶୀଳ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରିପାରିବେ। ଆପଣ ଘରୋଇ ସୁଖ ଉପଭୋଗ କରିବେ। ପୂର୍ବରୁ ଥିବା ପାରିବାରିକ ସମସ୍ୟା ସମାଧାନ ହେବ ଏବଂ ଘରେ ଶାନ୍ତି ବଜାୟ ରହିବ। ଏକ ନୂତନ ଅତିଥି ଆସିପାରନ୍ତି କିମ୍ବା ସନ୍ତାନ ଜନ୍ମର ଆନନ୍ଦରୁ ବଞ୍ଚିତ ଦମ୍ପତିମାନେ ସନ୍ତାନ ପ୍ରାପ୍ତି କରିବେ।
ପ୍ରକୃତରେ ଆପଣ ପରିବାର ମଧ୍ୟରେ କିଛି ବଡ଼ ଖୁସି ଖବର ପାଇପାରନ୍ତି। ଏହା ସହିତ ଚତୁର୍ଥ ଭାବରେ ଗୁରୁଙ୍କର ଦୃଷ୍ଟି ଆପଣଙ୍କୁ ସମସ୍ତ ଭୌତିକ ବିଳାସ ପ୍ରାପ୍ତି ନିଶ୍ଚିତ କରିବ। ଆପଣ ଜମି, ସମ୍ପତ୍ତି କିମ୍ବା ଏକ ନୂତନ ଯାନ କିଣିପାରିବେ କିମ୍ବା ହୁଏତ ଏକ ପୂର୍ବରୁ ଥିବା ସମ୍ପତ୍ତି ବିକ୍ରୟ କରି ଯଥେଷ୍ଟ ପରିମାଣର ଟଙ୍କା ପାଇପାରିବେ। ଆପଣ ଆପଣଙ୍କ ଘର ପାଇଁ ଯନ୍ତ୍ରପାତି କିମ୍ବା ଇଲେକ୍ଟ୍ରୋନିକ ଉପକରଣ ମଧ୍ୟ କିଣିପାରନ୍ତି। ଆପଣଙ୍କର ମାତାଙ୍କ ସମ୍ପର୍କିତ ଯେକୌଣସି ସ୍ୱାସ୍ଥ୍ୟ ସମସ୍ୟାରେ ଉନ୍ନତି ହେବ। ଏହା ବ୍ୟତୀତ ଭାଗ୍ୟ ଭାବର ଅଧିପତି ସୂର୍ଯ୍ୟ ମଧ୍ୟ ଅନୁକୂଳ ସ୍ଥିତିରେ ଅଛନ୍ତି। ଏହା ନିଶ୍ଚିତ କରେ ଯେ ଏହି ଗୋଚର ପରେ ଭାଗ୍ୟ ଆପଣଙ୍କ ପ୍ରତି ସମ୍ପୂର୍ଣ୍ଣ ଅନୁଗ୍ରହ କରିବ। ଆପଣ ଗୁରୁତ୍ୱପୂର୍ଣ୍ଣ ନୂତନ ପ୍ରକଳ୍ପ ଆରମ୍ଭ କରିପାରନ୍ତି କିମ୍ବା ନିବେଶ କରିପାରନ୍ତି। ବିଶେଷ କରି ଯଦି ଆପଣ ସେୟାର ମାର୍କେଟ, ଷ୍ଟକ୍ ମାର୍କେଟ କିମ୍ବା ବାଣିଜ୍ୟ ସହିତ ଜଡ଼ିତ, ଆପଣଙ୍କୁ ପୂର୍ବପୁରୁଷଙ୍କ ସମ୍ପତ୍ତି ସହିତ ଜଡ଼ିତ ଅପ୍ରତ୍ୟାଶିତ ଲାଭ ମିଳିବାର ସମ୍ଭାବନା ଅଛି। ଆପଣଙ୍କ ଘରେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ। ମଙ୍ଗଳ ଆପଣଙ୍କର ପଞ୍ଚମ ଭାବରେ ନିଜର ସ୍ୱରାଶିରେ ଗୋଚର କରୁଛନ୍ତି, ଯାହାଫଳରେ ଏହି ରଜ ସଂକ୍ରାନ୍ତି ପରବର୍ତ୍ତୀ ସମୟ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ। ଯେଉଁମାନେ ଉଚ୍ଚଶିକ୍ଷା କିମ୍ବା ବିଦେଶରେ ପାଠପଢ଼ା ପାଇଁ ସୁଯୋଗ ପାଇପାରନ୍ତି, ଆପଣ ନୂତନ ଶିକ୍ଷାଗତ କାର୍ଯ୍ୟ ପାଇଁ ଆବେଦନ ପୂରଣ କରିପାରନ୍ତି ଏବଂ ଆପଣଙ୍କ ଅଧ୍ୟୟନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସକାରାତ୍ମକ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଯଦି ଆପଣ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ସଫଳତା ନିଶ୍ଚିତ। ଆପଣ ଆପଣଙ୍କ ସନ୍ତାନମାନଙ୍କ ବିଷୟରେ ମଧ୍ୟ ଖୁସି ଖବର ପାଇପାରନ୍ତି ଏବଂ ଆପଣଙ୍କର ସଫଳତା ପାଇଁ ସମ୍ମାନିତ କିମ୍ବା ସ୍ୱୀକୃତି ପାଇପାରନ୍ତି। ଆପଣଙ୍କର ପ୍ରେମ ଜୀବନ ସୁଖମୟ ହେବ। ଯଦି ଆପଣଙ୍କର ସାଥୀଙ୍କ ସହିତ କୌଣସି ଅତୀତ ବିବାଦ କିମ୍ବା ଯୋଗାଯୋଗରେ ବିଚ୍ଛିନ୍ନତା ଥିଲା, ତେବେ ସମାଧାନର ପ୍ରଚଣ୍ଡ ସମ୍ଭାବନା ଅଛି। ଆପଣଙ୍କ ଜୀବନରେ ନୂତନ ସାଥୀ ପ୍ରବେଶ କରିପାରନ୍ତି। ଯେଉଁମାନେ ଅବିବାହିତ, ସେମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ ଏବଂ ବିବାହ ଚୂଡ଼ାନ୍ତ ହୋଇପାରେ। ସପ୍ତମ ଭାବରେ ବୁଧ ଏବଂ ଶୁକ୍ର ଶକ୍ତିଶାଳୀ ଲକ୍ଷ୍ମୀନାରାୟଣ ରାଜଯୋଗର ଗଠନ କରୁଛନ୍ତି। ଏହା ବ୍ୟବସାୟ ଏବଂ ବାଣିଜ୍ୟରେ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ଏବଂ ସମୃଦ୍ଧି ଆଣିଦେବ। ଆପଣଙ୍କର ଦୈନିକ ଆୟ ବୃଦ୍ଧି ପାଇବ ଏବଂ ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଆପଣଙ୍କର ବୈବାହିକ ଜୀବନରେ ଯଦି କିଛି ସମସ୍ୟା ଲାଗି ରହିଥିଲା, ତ ସେସବୁ ସମାଧାନ ହୋଇଯିବ। ପରିବାର ଯୋଜନା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆପଣ ନେଇପାରନ୍ତି। ଆପଣଙ୍କୁ ଯାତ୍ରା ସୁଯୋଗ ମିଳିବ ଏବଂ ଆପଣଙ୍କୁ ଭ୍ରମଣ ସୁଖ ମଧ୍ୟ ପ୍ରାପ୍ତି ହେବ। ଯେଉଁମାନେ ଋଣ କରଜରେ ବୁଡ଼ି ରହିଛନ୍ତି, ଆର୍ଥିକ ସମସ୍ୟାରେ ବୁଡ଼ି ରହିଛନ୍ତି, ସେମାନେ ଆଶ୍ୱସ୍ତି ପାଇବେ ଏବଂ ସେମାନଙ୍କର ଋଣ ପରିଶୋଧ କରିବାର ଉପାୟ ମଧ୍ୟ ପାଇଯିବେ। ଆପଣମାନେ ଆପଣମାନଙ୍କର ଶତ୍ରୁମାନଙ୍କର କବଳରୁ ରକ୍ଷା ପାଇବେ। ବିରୋଧୀମାନଙ୍କର ପ୍ରଭାବରୁ ମଧ୍ୟ ମୁକ୍ତ ହେବେ। ଏହି ସମୟ ଅନଲାଇନ କ୍ଷେତ୍ର, ଡିଜିଟାଲ ମାର୍କେଟିଂ, ଆପଣଙ୍କର ଆର୍ଥିକ, ବ୍ୟାଙ୍କିଂ, ଯାତ୍ରା ଏବଂ ପର୍ଯ୍ୟଟନ ଏବଂ ଶିକ୍ଷକତା ବୃତ୍ତିରେ କାମ କରୁଥିବା ଲୋକଙ୍କ ପାଇଁ ବିଶେଷ ଲାଭଦାୟକ। ତେବେ ବନ୍ଧୁମାନେ, ବର୍ତ୍ତମାନ ଆପଣ ସର୍ବନିମ୍ନ ପ୍ରୟାସରେ ସର୍ବାଧିକ ଲାଭ ପାଇବା ପାଇଁ ଯାଉଛନ୍ତି ଏବଂ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ବୁଦ୍ଧିମତାର ସହିତ କରିବେ। କଠିନ ପରିଶ୍ରମ ଅପେକ୍ଷା ଆପଣ ବୁଦ୍ଧି ଲଗାଇ ସର୍ଟକଟ୍ରେ କାର୍ଯ୍ୟଗୁଡ଼ିକୁ କରିବାକୁ ପସନ୍ଦ କରିବେ। ତେବେ ବନ୍ଧୁମାନେ, ତ ଯଦି ଦେଖିବାକୁ ଯିବା, ଏହି ରଜ ସଂକ୍ରାନ୍ତି ପରେ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ଶୁଭ ଫଳ ମିଳିବାକୁ ଯାଉଛି। ଶିକ୍ଷା କ୍ଷେତ୍ରରେ ହେଉ, ସ୍ୱାସ୍ଥ୍ୟରେ ହେଉ, ଆପଣଙ୍କର ପ୍ରେମ ଜୀବନରେ ହେଉ, ବୈବାହିକ ଜୀବନରେ ହେଉ, ଭାଗ୍ୟରେ ହେଉ, କ୍ୟାରିୟରରେ ହେଉ କିମ୍ବା ବ୍ୟାପାର ବାଣିଜ୍ୟରେ ହେଉ, ପ୍ରତ୍ୟେକ କ୍ଷେତ୍ରରେ ଆପଣ ଶୁଭ ଫଳ ପ୍ରାପ୍ତି କରିବା ପାଇଁ ଯାଉଛନ୍ତି। ତେବେ ଏହି ଶୁଭତ୍ୱକୁ ବୃଦ୍ଧି କରିବା ପାଇଁ ଆପଣ ପ୍ରତ୍ୟେକ ଦିନ ଗୁରୁଙ୍କର ବୀଜ ମନ୍ତ୍ର 108 ଥର ଜପ କରନ୍ତୁ। ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଉଦିତ ସୂର୍ଯ୍ୟଙ୍କୁ ଆପଣ ତମ୍ବା ପାତ୍ରରେ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ଆପଣଙ୍କୁ ଅଧିକ ମାତ୍ରାରେ ଶୁଭ ଫଳ ପ୍ରାପ୍ତି ହେବ ଏବଂ ଆପଣଙ୍କର ଭାଗ୍ୟରେ ମଧ୍ୟ ଉନ୍ନତି ଆସିବ। ତ ବନ୍ଧୁମାନେ, ଆପଣଙ୍କର ଜୀବନ ମଙ୍ଗଳମୟ ହେଉ, ଏହା ହିଁ ଈଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା। ଧନ୍ୟବାଦ।